14 ଜାନୁଆରୀ ମକର ସଂକ୍ରାନ୍ତି ଦିନ ଚୁପଚାପ ଘରର ଏହି ଜାଗାରେ ରଖିଦିଅନ୍ତୁ କେବଳ ଏକ ମୁଠି ଲୁଣ। ଆପଣ ଯେତେ ଦାରିଦ୍ର୍ୟତା ମଧ୍ୟରେ ଗତି କରୁଥିଲେ ମଧ୍ୟ ଆପଣଙ୍କର ଦାରିଦ୍ର୍ୟତାର ପରିସମାପ୍ତି ହୋଇଯିବ। ଆପଣ ଜଣେ ଧନବାନ ବ୍ୟକ୍ତି ହୋଇପାରିବେ। ସମସ୍ତ ଦୁଃଖ କଷ୍ଟରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିଯିବ। ମୃତ୍ୟୁଦଣ୍ଡ ଏବଂ ପିତୃଦୋଷରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିଯିବ। ମା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଘରେ କେବେ ବି ଧନର ଅଭାବ ହେବ ନାହିଁ। ତ ମକର ସଂକ୍ରାନ୍ତି ଦିନ ଯଦି ଆପଣ ଏକ ମୁଠି ଲୁଣ ଘରର ଏହି ଜାଗାରେ ରଖିଦିଅନ୍ତି ତ ତତ୍କାଳ ହିଁ ଆପଣଙ୍କ ଗୃହରୁ ଦାରିଦ୍ର୍ୟତା ଦୂର ହୋଇଯିବ। ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି ହେବା ସହିତ ଭଗବାନ ଶ୍ରୀ ବିଷ୍ଣୁଙ୍କର ଆଶୀର୍ବାଦ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ। ବନ୍ଧୁମାନେ, ପ୍ରତ୍ୟେକ ବର୍ଷ ପୌଷ ମାସର ସୂର୍ଯ୍ୟ ଯେତେବେଳେ ମକର ରାଶିକୁ ଚଳନ କରନ୍ତି ତ ତାହାକୁ ଆମେ ମକର ସଂକ୍ରାନ୍ତି ଭାବରେ ପାଳନ କରିଥାଉ। ବନ୍ଧୁମାନେ, ଆମର ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ବହୁତ ଅଧିକ ମାନ୍ୟତା ରହିଛି। ଧାର୍ମିକ ମାନ୍ୟତା ଅନୁସାରେ ଏହି ଶୁଭ ଦିନରେ ପବିତ୍ର ନଦୀରେ ସ୍ନାନ ଏବଂ ଦାନ ପୁଣ୍ୟ କରିବା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ମକର ସଂକ୍ରାନ୍ତି ଦିନ ସମସ୍ତ ପ୍ରକାରର ସୁଖ ସମୃଦ୍ଧି ପ୍ରାପ୍ତ କରିବା ପାଇଁ ଏବଂ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତ କରିବା ପାଇଁ ଲୋକମାନେ ଅନେକ ପ୍ରକାରର ଉପାୟର ପାଳନ କରିଥାନ୍ତି। ତେବେ ଆଜିର ଏହି ଭିଡିଓରେ ମୁଁ ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛି ଯାହାକୁ ଯଦି ଆପଣ ମକର ସଂକ୍ରାନ୍ତି ଦିନ ପାଳନ କରିନିଅନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କ ଗୃହରେ ଧନ, ସମୃଦ୍ଧି, ସୁଖ ଏବଂ ସଫଳତା ଭରି ହୋଇଯିବ ଏବଂ ଆପଣଙ୍କ ଗୃହ ଉପରେ ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ମଧ୍ୟ ସର୍ବଦା ବନି ରହିବ। ତେବେ ମକର ସଂକ୍ରାନ୍ତି ଦିନ ଘରର ଏହି ଜାଗାରେ ଚୁପଚାପ ରଖିଦିଅନ୍ତୁ ଏକ ମୁଠି ଲୁଣ। ସମ୍ପୂର୍ଣ୍ଣ ବର୍ଷଟିରେ ଆପଣଙ୍କ ଗୃହରେ କେବେ ବି ଧନ ଧାନ୍ୟର କମି ହେବ ନାହିଁ। ଘରେ ସୁଖ ସମୃଦ୍ଧି ଏବଂ ଶାନ୍ତି ବନି ରହିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ବର୍ଷ ମକର ସଂକ୍ରାନ୍ତିରେ ରୋହିଣୀ ନକ୍ଷତ୍ରର ବିଶେଷ ସଂଯୋଗ ବନିବ। ଜ୍ୟୋତିଷ ଶାସ୍ତ୍ରରେ ରୋହିଣୀ ନକ୍ଷତ୍ରକୁ ବହୁତ ହିଁ ଶୁଭ ମାନା ଯାଇଥାଏ। ତ ଏହି ସମୟରେ ଦାନ ଧର୍ମ ଏବଂ ପୂଜା ପାଠ କରିବା ଦ୍ୱାରା ଆପଣଙ୍କୁ ବହୁତ ଅଧିକ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ ଏବଂ ଏହା ଅତ୍ୟନ୍ତ ଶୁଭ ଫଳଦାୟୀ ମଧ୍ୟ ହୋଇଥାଏ। ଏହା ସହିତ ମକର ସଂକ୍ରାନ୍ତି ଦିନ ଆନନ୍ଦାଦି ଏବଂ ଭ୍ରମଣାଦି ଯୋଗ ମଧ୍ୟ ବନିବାର ଅଛି। କୌଣସି ବି ଶୁଭ କାର୍ଯ୍ୟ କରିବା ପାଇଁ ବ୍ରହ୍ମଯୋଗ ବହୁତ ହିଁ ଶୁଭ ହୋଇଥାଏ ଏବଂ ଆନନ୍ଦାଦି ଯୋଗ ସବୁ ପ୍ରକାରର ସୁଖ ସମୃଦ୍ଧି ପ୍ରାପ୍ତି କରିବା ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଶୁଭ ଯୋଗରେ ଆରମ୍ଭ କରାଯାଇଥିବା କୌଣସି ବି କାର୍ଯ୍ୟରେ ତ ସେଥିରେ କୌଣସି ପ୍ରକାରର ବାଧାବିଘ୍ନ ଆସିନଥାଏ। ଏହା ବ୍ୟତୀତ ଆପଣ ଏହି ମକର ସଂକ୍ରାନ୍ତି ଦିନ ସୁନା ଏବଂ ଚାନ୍ଦିର କିଛି ଜିନିଷ ମଧ୍ୟ କିଣିପାରିବେ କିମ୍ବା ଆପଣ ଯଦି ସୁନା କିମ୍ବା ଚାନ୍ଦି କିଣି ପାରୁନାହାନ୍ତି ତ ମକର ସଂକ୍ରାନ୍ତି ଦିନ ଆପଣ ଯଦି ଘରକୁ ଝାଡୁ କିଣିକି ଆଣନ୍ତି ତ ଏହା ମଧ୍ୟ ଅତ୍ୟନ୍ତ ଶୁଭ ଫଳଦାୟୀ ହୋଇଥାଏ। ଏହି ଦିନ ଯଦି ଆପଣ ଘରକୁ ଶ୍ରୀ ଗଣେଶଙ୍କର ପ୍ରତିମା, ଫଟୋ କିମ୍ବା ମୟୂର ପଙ୍ଖ ଆଣନ୍ତି ତ ଏହାକୁ ବହୁତ ମଙ୍ଗଳକାରୀ ମାନାଯାଇଥାଏ। ବିଶେଷ କରି ଏହି ଦିନ ଆପଣ ମା ଲକ୍ଷ୍ମୀଙ୍କର ଚରଣ ପାଦୁକା ଘରକୁ ଆଣନ୍ତୁ। ପଦ୍ମ ଫୁଲର ମାଳା ଆଣନ୍ତୁ ଏବଂ ତାହାକୁ ଲାଲ ଚୁନରି ଚଢାନ୍ତୁ। ଲାଲ ସୁପାରି ଏବଂ ଗୁଜୁରାତି ଅର୍ପଣ କରନ୍ତୁ। ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମକର ସଂକ୍ରାନ୍ତି ଦିନ ଆପଣ ଆପଣଙ୍କର ଗୃହରେ ମିଠା ବ୍ୟଞ୍ଜନ ନିଶ୍ଚିତ ପ୍ରସ୍ତୁତ କରନ୍ତୁ ଏବଂ ମା ଲକ୍ଷ୍ମୀଙ୍କୁ ଭୋଗ ସ୍ୱରୂପ ଅର୍ପଣ କରନ୍ତୁ। ଏହାପରେ ଆପଣ ତାହାକୁ ନିଜର ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ମିଳିମିଶି ଖାଆନ୍ତୁ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆପଣଙ୍କ ଗୃହରେ ଧନର ବର୍ଷା କରିଥାନ୍ତି। ବନ୍ଧୁମାନେ, ଭିଡିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ କାରଣ ଏହି ଭିଡିଓରେ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ଉପାୟ ବିଷୟରେ ଜାଣିପାରିବେ ଯାହା ଆପଣଙ୍କର ଜୀବନକୁ ସମ୍ପୂର୍ଣ୍ଣ ରୂପରେ ବଦଳାଇ ଦେବ। ତେବେ ଭିଡିଓଟିରେ ଆଗକୁ ବଢିବା ପୂର୍ବରୁ ଆପଣମାନେ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ମା ଲକ୍ଷ୍ମୀ। ମୁଁ ଆଜି ଆପଣମାନଙ୍କୁ ଲୁଣର ଏକ ଏପରି ଚମତ୍କାରୀ ଉପାୟ ବିଷୟରେ କହିବାକୁ ଯାଉଛି ଯାହା ଆପଣଙ୍କ ଜୀବନରେ ଏକ ବହୁତ ବଡ଼ ପରିବର୍ତ୍ତନ ଆଣିପାରେ। ଏହି ଭିଡିଓଟି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ସେଥିପାଇଁ ଭିଡିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ।
ତେବେ ବନ୍ଧୁମାନେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଲୁଣ ତ କେବଳ ଏକ ରାସାୟନିକ ପଦାର୍ଥ ଅଟେ। ମାତ୍ର ଯଦି ଆମେ ଆମର ହିନ୍ଦୁ ଶାସ୍ତ୍ର ଏବଂ ମୁନି ଋଷିମାନଙ୍କର ବକ୍ତବ୍ୟକୁ ଦେଖିବା ତେବେ ଲୁଣ ହେଉଛି ସମୁଦ୍ରର ବୀର୍ଯ୍ୟ ଏବଂ ଆପଣମାନେ ଜାଣନ୍ତି ଯେ ମା ଲକ୍ଷ୍ମୀ ହେଉଛନ୍ତି ସମୁଦ୍ର ଦେବଙ୍କର କନ୍ୟା। ତେବେ ଆଜି ମୁଁ ଆପଣଙ୍କୁ ଲୁଣର କିଛି ଏପରି ଚମତ୍କାରୀ ଉପାୟ ବିଷୟରେ କହିବାକୁ ଯାଉଛି ଯାହାକୁ ଜାଣିସାରିଲା ପରେ ଏବଂ ଆପଣ ସେହି ସବୁ ଉପାୟଗୁଡ଼ିକୁ ନିଜର ଜୀବନରେ ବ୍ୟବହାର କରିବା ପରେ ଆପଣ ଜୀବନରେ କେଉଁଠାରେ ବି ଅସଫଳ ହେବେ ନାହିଁ। ଆପଣ ଯେଉଁ ବି କାର୍ଯ୍ୟ କରିବେ ସେଥିରେ ନିଶ୍ଚୟ ଭାବରେ ଆପଣ ସଫଳତା ପ୍ରାପ୍ତ କରିବେ। ଏହି ଉପାୟଗୁଡ଼ିକୁ ନିଜ ଜୀବନରେ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଜୀବନରେ କେବେ ବି ଧନର ଅଭାବ ହେବ ନାହିଁ। ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କୁ ବେମାରୀ ଲାଗି ରହୁଛି, ଘରେ ସର୍ବଦା ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି, ପ୍ରତ୍ୟେକ ସଦସ୍ୟମାନଙ୍କ ଭିତରେ ମନାନ୍ତର ମତାନ୍ତର ହେଉଛି, ଆପଣ ଋଣ କରଜ ଭାରରେ ବୁଡ଼ି ରହିଛନ୍ତି, ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମିଳୁନାହିଁ କିମ୍ବା ସମସ୍ତ ଜାଗାରେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ତେବେ ଏହି ଉପାୟକୁ ପାଳନ କରିବା ଦ୍ୱାରା ଆପଣ ସେ ସମସ୍ତ କଷ୍ଟରୁ ରକ୍ଷା ପାଇପାରିବେ। ସେ ସମସ୍ତ ସମସ୍ୟା ଆପଣଙ୍କର ସମାଧାନ ହୋଇଯିବ। ଆପଣମାନଙ୍କୁ ଲାଗୁଥାଇପାରେ ଯେ ଲୁଣ ଗୋଟିଏ ସାଧାରଣ ଜିନିଷ, ମାତ୍ର ବନ୍ଧୁମାନେ ଲୁଣ ଭିତରେ ଏପରି ଚମତ୍କାରୀ ଶକ୍ତି ରହିଛି ଯାହାକୁ କି ପ୍ରତ୍ୟେକ ବ୍ୟକ୍ତି ଜାଣିନଥାନ୍ତି ଏବଂ ଯଦି ଆପଣ ଏହି ଚମତ୍କାରୀ ଶକ୍ତି ବିଷୟରେ ଜାଣିଛନ୍ତି ତେବେ ଜୀବନରେ ଆପଣ କେବେ ବି ଧନର ଅଭାବର ସମ୍ମୁଖୀନ ହେବେ ନାହିଁ। ଆପଣମାନେ ଜାଣନ୍ତି ଯେ ଆମ ସ୍ୱାସ୍ଥ୍ୟ ଉପରେ ବି ଲୁଣର କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଯଦି ଆମ ଖାଦ୍ୟରେ ଲୁଣର ମାତ୍ରା ଅଧିକ ହୋଇଯାଏ ତେବେ ମଧ୍ୟ ଅସୁବିଧା ହୋଇଥାଏ ଏବଂ ଯଦି ଆମ ଖାଦ୍ୟରେ ଲୁଣର ମାତ୍ରା କମ୍ ହୋଇଥାଏ ତେବେ ମଧ୍ୟ ଅସୁବିଧା ହୋଇଥାଏ। ଏହାର ଅର୍ଥ ହେଲା ଲୁଣ ଆମକୁ ଜୀବନ ଦେଇପାରେ ଏବଂ ଆମର ଜୀବନ ନେଇ ମଧ୍ୟ ପାରେ। ତେବେ ଆଜି ମୁଁ ଆପଣଙ୍କୁ ଏହି ଭିଡିଓରେ ଲୁଣର କିଛି ଜ୍ୟୋତିଷୀୟ ଉପାୟ କହିବାକୁ ଯାଉଛି ଯାହାକୁ ଯଦି ଆପଣ ନିଜ ଜୀବନରେ ପ୍ରୟୋଗ କରନ୍ତି ତେବେ ଆପଣଙ୍କୁ ଜୀବନରେ କେବେ ବି କୌଣସି କଷ୍ଟର ସାମ୍ନା କରିବାକୁ ପଡ଼ିବ ନାହିଁ। ତେବେ ବନ୍ଧୁମାନେ ଆପଣମାନେ ଜାଣନ୍ତି ଯେ ଲୁଣ ବିଭିନ୍ନ ପ୍ରକାରର ରହିଥାଏ, ଯେପରିକି ପ୍ରଥମେ ହେଉଛି ସନ୍ଧୈବ ଲବଣ, ଯାହାକୁ କି ଆମେ ପାହାଡ଼ିଆ ଲୁଣ ଭାବରେ ମଧ୍ୟ ଜାଣିଥାଉ। ଆଉ ଗୋଟିଏ ହେଉଛି ସାମୁଦ୍ରିକ ଲୁଣ, ଅନ୍ୟଟି ହେଉଛି କଳା ଲୁଣ ଏବଂ ଗୋଟିଏ ହେଉଛି ସାଧାରଣ ଲୁଣ। ମାତ୍ର ଜ୍ୟୋତିଷ ଶାସ୍ତ୍ରରେ ଲୁଣକୁ ଚନ୍ଦ୍ର ଏବଂ ଶୁକ୍ରଙ୍କର ପ୍ରତୀକ ଭାବରେ ମାନାଯାଇଥାଏ। ଅନେକ ଲୋକ ଲୁଣକୁ ରାହୁଙ୍କର ମଧ୍ୟ ପ୍ରତୀକ ଭାବରେ ମାନିଥାନ୍ତି। ସେଥିପାଇଁ ଲୁଣର ପ୍ରୟୋଗ କରି ଆପଣ ସମସ୍ତ ଦୁଷ୍ଟ ଗ୍ରହମାନଙ୍କୁ ଶାନ୍ତ ମଧ୍ୟ କରିପାରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ଚନ୍ଦ୍ର ଏବଂ ଶୁକ୍ରଙ୍କର ପ୍ରତୀକ ଭାବରେ ମାନାଯାଇଥାଏ। ସେଥିପାଇଁ ଯଦି ଆପଣ ଲୁଣକୁ କୌଣସି ଷ୍ଟିଲ୍ କିମ୍ବା ଲୁହାର ଡବାରେ ରଖୁଛନ୍ତି ତେବେ ଏପରି କରିବା ଦ୍ୱାରା ଚନ୍ଦ୍ର ଏବଂ ଶନିଙ୍କର ମିଳନ ହୋଇଥାଏ, ଯାହାକି ଅତି ଅମଙ୍ଗଳକାରୀ ହୋଇଥାଏ ଏବଂ ଏହା ଆପଣଙ୍କ ପାଇଁ ଘାତକ ମଧ୍ୟ ହୋଇଥାଏ। ଯଦି ଆପଣ ନିଜ ଘରେ ଷ୍ଟିଲ୍ କିମ୍ବା ଲୁହା ଡବାରେ ଲୁଣ ରଖୁଛନ୍ତି ତେବେ ଏହା ଆପଣଙ୍କ ଘର ପାଇଁ ଅତ୍ୟନ୍ତ ଅମଙ୍ଗଳକାରୀ ହୋଇଥାଏ। ଏହା ଆପଣଙ୍କ ଗୃହରେ ରୋଗ ଏବଂ ଶୋକ ବୃଦ୍ଧିର କାରଣ ହୋଇଥାଏ। ଆପଣମାନେ ଲୁଣକୁ ପ୍ଲାଷ୍ଟିକ ଡବାରେ ମଧ୍ୟ ରଖିବା ଉଚିତ ନୁହେଁ। ସବୁଠାରୁ ଭଲ ଜିନିଷ ହେଉଛି କାଚର ଡବା। ଆପଣମାନେ ଯଦି ଲୁଣକୁ କାଚର ଡବାରେ ରଖନ୍ତି ତେବେ ଲୁଣର କୌଣସି ଖରାପ ପ୍ରଭାବ ଆପଣଙ୍କର ଗୃହ ଉପରେ ପଡ଼ିନଥାଏ। ବନ୍ଧୁମାନେ ଜାଣତରେ ଅଥବା ଅଜାଣତରେ ଯଦି ଆପଣଙ୍କ ହାତରୁ ଲୁଣ ତଳେ ପଡ଼ିଯାଏ କିମ୍ବା କୌଣସି ଜାଗାରୁ ଲୁଣ ତଳେ ପଡ଼ିଯାଏ ତେବେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଆପଣମାନେ ଜାଣନ୍ତି ଯେ ଯଦି ଲୁଣ ତଳେ ପଡ଼ିଥାଏ ତେବେ ଏହା ଆପଣଙ୍କ ଗୃହରେ ଋଣ ବଢ଼ାଇବାର କାର୍ଯ୍ୟ କରିଥାଏ ଏବଂ ଘରେ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇଥାଏ। ଅନେକ ବ୍ୟକ୍ତି ଲୁଣ ନେବା ପରେ ଲୁଣ ହାତକୁ ବସ୍ତ୍ରରେ ମଧ୍ୟ ପୋଛି ଦେଇଥାନ୍ତି, ମାତ୍ର ଏପରି କରିବା ମଧ୍ୟ ଉଚିତ ନୁହେଁ। ଯଦି ଲୁଣ ତଳେ ପଡ଼ିଯାଏ କିମ୍ବା ଆପଣଙ୍କ ହାତରେ ଲାଗିଥାଏ ତେବେ ଆପଣ ହାତକୁ ଧୋଇ ଦିଅନ୍ତୁ ଏବଂ ତଳେ ପଡ଼ିଥିବା ଲୁଣକୁ ସଫା କରି ପୋଛି ଦିଅନ୍ତୁ, କିନ୍ତୁ କେବେ ବି ତଳେ ଲୁଣ ପକାନ୍ତୁ ନାହିଁ କିମ୍ବା ନିଜର ପିନ୍ଧା ବସ୍ତ୍ରରେ ଲୁଣକୁ ପୋଛନ୍ତୁ ନାହିଁ। ଏପରି କରିବା ଅତ୍ୟନ୍ତ ଅମଙ୍ଗଳକାରୀ ହୋଇଥାଏ। ଆପଣଙ୍କ ଗୃହରେ ଏପରି କରିବା ଦ୍ୱାରା ବିଭିନ୍ନ ପ୍ରକାର ସମସ୍ୟା ଉତ୍ପନ୍ନ ହୋଇଥାଏ। ଏପରି କରିବା ଦ୍ୱାରା ଆପଣଙ୍କର ଚନ୍ଦ୍ର ଏବଂ ଶୁକ୍ର ଗ୍ରହ ଦୁର୍ବଳ ହୋଇଯାଇଥାନ୍ତି।
जदि आपणको कुंडली रे चंद्र दुर्बल हुअंती तेबे आपणकर पारिवारिक सुखरे व्याघात घटी थाए एवं कुंडली रे शुक्र ग्रह दुर्बल हेबा द्वारा आपणकर धन हानि होइथाए एवं गृह रे आर्थिक समस्या उत्पन्न होइथाए। आपण माने जानी रखिबा उचित जे केबे कोनोसी व्यक्तिंकर हातकु सीधा सड़क भाबरे लुण देबा उचित नुहे। आपण एपरी करिबा द्वारा सेही व्यक्ति एवं आपणक मध्यरे संपर्क खराब हेबार संभावना रहिथाए। तेबे बंधु माने आगको बढ़िबा पूर्वरु आपण भिडियोटी को लाइक करी चैनल को सब्सक्राइब करि दियंतु एवं कमेंट बॉक्स रे भक्ति एवं श्रद्धा हृदय जय मां लक्ष्मी निश्चय लिखंतु जहा फल कि आपणको मां लक्ष्मीकर कृपा प्राप्त होई परिबो। तेबे बंधु माने आपणको गृहरु दारिद्र्यता दूर करिबा पई एवं मां लक्ष्मी को प्रसन्न करिबा पई आपण गुरुवार व्यतीत अन्य समस्त दिन गुड़िकरे निज घर को पानी रे लुण मिसाई सेही पानी रे निज घरे पोछा लगाइबा उचित। एपरी करिबा द्वारा आपणको गृहर समस्त नकारात्मक शक्ति गुड़िक नष्ट हो जाय थाए। आपण माने जानती जे आम घर को प्रतिदिन विभिन्न लोक जीवा आसीबा करिथांती एवं सेमानंको पादरे जो धूली आसी थाए ताहा आम गृहरे नकारात्मक शक्ति सृष्टि करिथाए। सेही नकारात्मक शक्ति को दूर करिबा पई आपण प्रतिदिन पानी रे किछि लुण मिसाई घर को लिपा पोछा करिनेबा उचित। एपरी करिबा द्वारा आपणको गृह पवित्र होई जाय थाए एवं समस्त नकारात्मक शक्ति ठारो मुक्त होई जाय थाए जहाकि मां लक्ष्मीकर आगमनर बाट मध्य फिटाई देई थाए एवं एहा सबुठारु भलो उपाय जहा द्वारा आमे मां लक्ष्मी को प्रसन्न करि परिबा। तेबे बंधु माने आउ गोटे उपाय होछि जदि आपण निज गृह रे धनर वृद्धि करिबा पई चाहुछंती तेबे आपण गोटे काच ग्लास रे पूर्ण करी पानी नियंतु एवं सेही पानी रे आपण गोटे चमच लुण मिसाई सेही ग्लास को नै नैऋत कोणरे रखी दियंतु। एपरी करिबा द्वारा मां लक्ष्मी अत्यंत प्रसन्न होइथांती एवं आपणकर धन रे वृद्धि होइथाए। बंधु माने आमे निजर बाथरूम रे मध्य लुण रखिबा उचित कारण गृहर सबुठारु अधिक नकारात्मक सृष्टि करुथिबा स्थान हेउछि आमर बाथरूम। आपण माने जानती जे बाथरूम रे लैट्रिन मध्य संजोग होई रही थाए एवं सेठिरे आमे मलमूत्र त्याग करिथाउ तेणु सेही जागाटी अपरिष्कार होई थाए। आपण माने जानती जे अपरिष्कार जगार ही अधिक नकारात्मक शक्ति सृष्टि होई थाए तेणु आपण निजर बाथरूम रे एक काच पात्र रे किछि लुण रखंतु जहा फल रे सेही स्थानर समस्त नकारात्मक शक्ति गुड़िक नष्ट होई जिवो। तेबे बंधु माने आपण माने जानती जे छोट पिलांको अनेक समय नजर लागि जाय थाए तेबे जदि आपण एही नजर दोष को काटिबा को चाहंती तेबे मध्य आपण लुणर व्यवहार करी एहाको करि परिबे। तेबे एथि पई आपण गोटिए चुटके लुण नै जो व्यक्ति को नजर लागिछि सेही व्यक्तिंकर शरीर चारिपाखरे 7 थर घुराई नियंतु एवं सेही लुण को कोनोसी प्रवाहित जल रे प्रवाहित कराई दियंतु। एपरी करिबा द्वारा समस्त नजर दोष दूर होई जाय थाए। तेबे बंधु माने आपण जदि सबुदिन पई रोग ठारू मुक्त रहिबाकू चाहुछंती किंबा आपणको गृहर कोनोसी सदस्य सबुबेले रोगग्रस्त हेउछंती तेबे एही समस्यारू मुक्ति पाइबा पई आपण सर्वदा पूर्व दिगको मुंड करी सुअंतु एवं निज सोइबा कक्षरे गोटिए काचर पात्र रे किछि संधैव लवण रखंतु। एपरी करिबा द्वारा स्वास्थ्य रे सुधार आसी थाए एवं सेही रोग धीरे धीरे समाप्त होई जाय थाए। मात्र मने रखंतु जे एथिपाई आपणको केवल संधैव लवणर व्यवहार करिबा उचित साधारण लुणर एहा उपरे कोनोसी प्रभाव रही न थाए। तेबे बंधु माने जदि आपणको कुंडली रे चंद्र एवं मंगलंकर दोष रहिछि एवं आपण चाहुछंती जे आपणको कुंडली चंद्र एवं मंगलंक दोषरु मुक्त हेउ तेबे आपण एथिपाई लुणर प्रयोग करी निज कुंडलीरु एही सबु दोष को कमाई देई पारिबे। सेथिपाई आपण 21 दिन पर्यंत एही उपायटी को करिबे। आपण किछि लुण नेई निज शरीर पाखरे 7 थर बुलाई दियंतु शरीर चारिपटे 7 थर बुलाई दियंतु एवं सेही लुण को नै आपण कोनोसी प्रवाहित जल रे प्रवाहित कराई दियंतु। एपरी आपणको 21 दिन पर्यंत करिबा को हेबो। एपरी करिबा द्वारा आपणको कुंडलीरु चंद्र एवं मंगल दोष दूर होई जाय थाए। बंधु माने आपण जति सबुबेले मानसिक चिंतारे रहु
କହୁଛନ୍ତି ଆପଣଙ୍କୁ ସବୁବେଳେ ଅସ୍ତବ୍ୟସ୍ତ ଲାଗୁଛି ଏବଂ ଆପଣ କେବେ ବି ନିଜ ଭିତରେ ସ୍ଥିରତା ଅନୁଭବ କରିପାରୁନାହାନ୍ତି, ତେବେ ଏଥିପାଇଁ ଏହି ସବୁ ସମସ୍ୟାର ସମାଧାନ ପାଇଁ ମଧ୍ୟ ଆପଣ ଲୁଣର ପ୍ରୟୋଗ କରିପାରିବେ। ଏଥିପାଇଁ ଆପଣ ଗୋଟିଏ ଚୁଟକି ଲୁଣ ନିଅନ୍ତୁ ଏବଂ ନିଜର ମୁଣ୍ଡ ଚାରିପଟେ 7 ଥର ବୁଲେଇ ଦିଅନ୍ତୁ। ତାପରେ ଆପଣ ଏହି ଲୁଣକୁ ନେଇ କୌଣସି ବୃକ୍ଷ ମୂଳରେ ପକାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣ ଧୀରେ ଧୀରେ ସମସ୍ତ ପ୍ରକାର ମାନସିକ ଚିନ୍ତାରୁ ଦୂରେଇ ଯାଇପାରିବେ। ଆପଣଙ୍କର ସବୁ ମାନସିକ ଚିନ୍ତା ଧୀରେ ଧୀରେ କମ୍ ହେବାକୁ ଲାଗିବ ଏବଂ ଏହାଦ୍ୱାରା ଆପଣଙ୍କର ମନ ମଧ୍ୟ ଶାନ୍ତ ରହିବ। ବନ୍ଧୁମାନେ, ଯଦି ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କ ଭଲ ନଥାଏ, ତେବେ ଆପଣ ନିଜ ଗୃହର ସମସ୍ତ କୋଣରେ କାଚ ପାତ୍ରରେ କିଛି କିଛି ଲୁଣ ରଖନ୍ତୁ ଏବଂ ପ୍ରତି ସପ୍ତାହରେ ଏହି ଲୁଣକୁ ବଦଳାଇ ଦିଅନ୍ତୁ। ଆପଣ ସେହି ପୁରୁଣା ଲୁଣକୁ ନେଇ ପ୍ରବାହିତ ଜଳରେ ପ୍ରବାହିତ କରାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ସୁଧାର ଆସିଥାଏ ଏବଂ ସ୍ୱାମୀ ସ୍ତ୍ରୀ ଖୁସିରେ ରହିବାକୁ ଲାଗିଥାନ୍ତି। ଏବେ ଆସନ୍ତୁ ଜାଣିବା ଆମେ ଲୁଣର ସେହି ଚମତ୍କାରୀ ଉପାୟ ବିଷୟରେ। ଲୁଣ ଡବାରେ ଆପଣ କେଉଁ 2ଟି ଜିନିଷ ରଖିବା ଦ୍ୱାରା ଆପଣଙ୍କ ଗୃହକୁ ମା ଲକ୍ଷ୍ମୀ ଆକର୍ଷିତ ହୋଇ ଆସିଥାନ୍ତି, ଯାହାଫଳରେ କି ଆପଣଙ୍କ ଗୃହକୁ ଅତ୍ୟନ୍ତ ଧନ ଲାଭ ମଧ୍ୟ ହୋଇଥାଏ। ଆପଣ ସମସ୍ତ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଥାନ୍ତି ଏବଂ ଆପଣଙ୍କର ସଞ୍ଚିତ ଅର୍ଥରେ ମଧ୍ୟ ବୃଦ୍ଧି ହୋଇଥାଏ। ତେବେ ଆପଣ ଲୁଣ ହେଉଛି ଶୁକ୍ରଙ୍କର ପ୍ରତୀକ ଏବଂ ଲବଙ୍ଗ ହେଉଛି ଶନିଙ୍କର ପ୍ରତୀକ ଏବଂ ଶୁକ୍ର ଏବଂ ଶନିଙ୍କର ମିଳନ ହେଲେ ଏହା ଧନର ଯୋଗ ସୃଷ୍ଟି କରିଥାଏ, ଯାହାଦ୍ୱାରା ଆପଣଙ୍କ ଗୃହରେ ଧନ ବୃଦ୍ଧି ହୋଇଥାଏ। କାରଣ ଜ୍ୟୋତିଷୀୟ ଶାସ୍ତ୍ର ଅନୁସାରେ ଶୁକ୍ର ଏବଂ ଶନି ପରମ ମିତ୍ର ଅଟନ୍ତି। ସେଥିପାଇଁ ଯଦି ଆପଣ ଲୁଣ ଡବାରେ 5ଟି ଲବଙ୍ଗ ରଖନ୍ତି, ତେବେ ଆପଣଙ୍କ ଗୃହରେ କେବେ ବି ଧନର ଅଭାବ ହୋଇନଥାଏ। ଦ୍ୱିତୀୟରେ, ଆପଣ ଲୁଣ ଡବାରେ 5ଟି ତୁଳସୀ ପତ୍ର ରଖନ୍ତୁ। ଆପଣ ଜାଣନ୍ତି ଯେ ଲୁଣ ଶୁକ୍ରଙ୍କର ପ୍ରତୀକ ଏବଂ ତୁଳସୀ ପତ୍ର ମଧ୍ୟ ବୁଧଙ୍କର ପ୍ରତୀକ ଅଟେ। ଆପଣ ଜାଣନ୍ତି ସବୁଜ ରଙ୍ଗ ହେଉଛି ବୁଧଙ୍କର ପ୍ରତୀକ। ଯେତେ ସବୁ ସବୁଜ ରଙ୍ଗର ବୃକ୍ଷ ରହିଛି ତାହା ବୁଧଙ୍କର ପ୍ରତୀକ ଅଟେ। ତେବେ ଯଦି ଆପଣ ଲୁଣ ଡବାରେ ତୁଳସୀ ପତ୍ର ରଖନ୍ତି, ତେବେ ଶୁକ୍ର ଗ୍ରହ ଏବଂ ବୁଧ ଗ୍ରହଙ୍କର ମିଳନ ଘଟିଥାଏ, ଯାହାକି ଆପଣଙ୍କର କୁଣ୍ଡଳୀରେ ବୁଧ ଯୋଗ ସୃଷ୍ଟି କରିଥାଏ। ଏହା ଫଳରେ ଆପଣଙ୍କ ଘରରେ ଧନ ବୃଦ୍ଧି ହୋଇଥାଏ ଏବଂ ଆପଣଙ୍କ ଘରେ ପିଲାମାନଙ୍କର ବୁଦ୍ଧି ମଧ୍ୟ କ୍ଷିପ୍ର ହୋଇଥାଏ। ସେମାନେ ବୁଦ୍ଧିମାନ ହୋଇଥାନ୍ତି ଏବଂ ଆପଣଙ୍କୁ ସର୍ବଦା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ତେବେ ବନ୍ଧୁମାନେ, ଏହା ଥିଲା ଲୁଣର କିଛି ଉପାୟ, ଯାହାଦ୍ୱାରା ଆପଣ ନିଜ ଗୃହରୁ ସମସ୍ତ ପ୍ରକାର ନକାରାତ୍ମକ ଶକ୍ତିକୁ ଦୂର କରିପାରିବେ ଏବଂ ଆପଣଙ୍କ ଘରେ ଧନର ବୃଦ୍ଧି ମଧ୍ୟ ହେବ। ଆପଣଙ୍କ ଗୃହରେ ମା ଲକ୍ଷ୍ମୀଙ୍କର ବାସ ହେବ ଏବଂ ଆପଣଙ୍କୁ କେବେ ବି ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିବ ନାହିଁ। ତେବେ ବନ୍ଧୁମାନେ, ଯଦି ମୋର ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରି